ଜୟ ଜଗନ୍ନାଥ। ପୁଣି ଆଜି ଆପଣମାନଙ୍କ ପାଖରେ ଉପସ୍ଥିତ ହୋଇଛି ମୁଁ ଶ୍ରୀ ଗଦାଧର ମହାପାତ୍ର। ଆପଣମାନେ କେମିତି ଅଛନ୍ତି? ଭାବୁଛି ପ୍ରଭୁ ଜଗନ୍ନାଥଙ୍କ କୃପାରୁ ଆପଣମାନେ ନିଶ୍ଚୟ ଭଲରେ ଥିବେ। ଗୋଟିଏ କଥା ମୁଁ ଭାବୁଛି ଯେ ପ୍ରକୃତ ବନ୍ଧୁ କିଏ ସେ? ଏମିତି ତ ଅନେକ ବନ୍ଧୁ ଆସନ୍ତି ଯାଆନ୍ତି। କିଏ ସରଳ ମୁହଁରେ ହସ ହସ ଭାବ ନେଇ ଆସେ, ତ କିଏ ସେଇ ସରଳ ମୁହଁରେ ହସ ହସ ନେଇ ହୃଦୟ ମଧ୍ୟରେ ଜଟିଳତା ଭରି ଦେଇ ସେ ସ୍ୱାର୍ଥ ହାସଲ ପାଇଁ ଆପଣଙ୍କ ସମ୍ମୁଖରେ ଠିଆ ହୋଇଥାଏ। କିନ୍ତୁ ଆପଣମାନେ ଦେଖିବେ ଯେମିତି ସ୍ୱାର୍ଥ ହାସଲ ହେଇଯାଏ ନା, ସେ ଆପଣଙ୍କ ଠାରୁ ଦୂରେଇ ଯାଏ। ତେଣୁ ଆପଣ ଏ ଦୁନିଆରେ ଯଦି ଆପଣ ଦେଖିବେ, କୌଣସି ଜଣେ ହେଲେ ମଧ୍ୟ ପ୍ରକୃତ ବନ୍ଧୁ ପାଇବେନି। କିନ୍ତୁ ପ୍ରକୃତ ବନ୍ଧୁ ଅଛନ୍ତି ନା, ସେଇ ଆପଣଙ୍କ ପାଖରେ, ସେଇ ଆପଣଙ୍କ ହୃଦୟରେ କେବଳ ବାପା ଆଉ ମା। ସେ ଦୁଇ ଜଣକୁ ଛାଡ଼ିଦେଲେ ଏ ଦୁନିଆରେ ବୋଧେ ଆଉ କେହି ନାହାନ୍ତି। କାରଣ ଯେଉଁ ବାପା ନିଜର ସ୍ୱାର୍ଥକୁ ଜଳାଞ୍ଜଳି ଦେଇ ସବୁ ବିପଦ ଆଗରେ ଠିଆ ହୋଇଥାଏ ଏବଂ ଡେଇଁ ପଡ଼େ ସନ୍ତାନର ଅଗ୍ରଗତି ନିମନ୍ତେ, ଆଉ ଯେଉଁ ମା ପେଟ ଚିହ୍ନିବାରେ ଏକ୍ସପର୍ଟ। ତେଣୁ ଏଇ ଦୁଇ ଜଣ ହେଉଛନ୍ତି ପ୍ରକୃତରେ ତୁମର ବନ୍ଧୁ। ତଥାପି ଆମେ ଯଦି ଦୁନିଆରେ ଖୋଜିବା, ନିଶ୍ଚିତ ବନ୍ଧୁ ବାହାରିବେ। ସମସ୍ତେ କ'ଣ ଯଦି ଜଟିଳତା ହୁଅନ୍ତି, ଏ ସଂସାର କ'ଣ ଚାଲିବ? ନା, ଏ ସଂସାର ଅଛି, ପ୍ରଭୁ ଜଗନ୍ନାଥ ଅଛନ୍ତି ଏବଂ ଆମେମାନେ ମଧ୍ୟ ଅଛେ। ତେଣୁ ଏ ବନ୍ଧୁ ନିଶ୍ଚୟ ଅଛନ୍ତି। ସୁଖରେ, ଦୁଃଖରେ, ବିପଦରେ, ସମ୍ପଦରେ, ସବୁଥିରେ ସେ ଉପସ୍ଥିତ ହେବେ। ତେଣୁ ଆସନ୍ତୁ, ଯଦି ଜୀବନରେ ଗୋଟିଏ ମାତ୍ର ବନ୍ଧୁ ଯଦି ଆପଣ ପାଇଗଲେ, ତେବେ ଆପଣଙ୍କ ଜୀବନ ଧନ୍ୟ ହୋଇଯିବ। ରହିଲି। ଜୟ ଜଗନ୍ନାଥ।